ତେଣୁ ଆଜି ମୁଁ ପଢ଼େଇବି ଷଷ୍ଠ ଶ୍ରେଣୀର ସାହିତ୍ୟର ପଦ୍ୟ ଧୂଳି ହେଲା। ତେଣୁ ଧୂଳି କ'ଣ ଜାଣିପାରୁଛ ତମେ? ଧୂଳି ହେଉଛି ଆମର ସବୁଠାରୁ ସାନ ଜିନିଷଟି ନା ନାଇଁ, ସବୁଠାରୁ ଟିକି। ତେଣୁ ତା ମନରେ କେବେ ସେ ଛୋଟ ଭାବନା ରଖି ନାହିଁ। ଛୋଟ ହେଲା, ତମେ ଯଦି ନିଜ ମନକୁ ହୀନ ଭାବ ରଖିବ ତାହେଲେ ତମେ କ'ଣ ହେବ? ହୀନ ମନର ଶିକାର। ତେଣୁ ତମେ ସବୁବେଳେ ନିଜେ ଛୋଟ ଯେଉଁ କାମ କର ସେଇଟା ସବୁବେଳେ ପାଇଁ ତୁମର ବଡ଼ କାମ ବୋଲି ତୁମେ ଚିନ୍ତା କର। ତେଣୁ ଆମର ଲେଖକ ବିଦ୍ୟୁତ୍ ପ୍ରଭା ଦେବୀ ଆରି ବିଷୟରେ ଲେଖିଛନ୍ତି। ଆକାଶ ତଳେ ମୁଁ ଧୂଳି କଣା, ମୁଁ ବିଶ୍ୱ ଅତି ସାନ, ଜୀବନେ ମୋର ନାହିଁ ତ କେବେ କାସାଥେ ଅଭିମାନ। ବୁଝିପାରୁଛ? ଆକାଶର ତଳେ ମୁଁ ଛୋଟିଆ ଧୂଳି କଣାଟେ, କିନ୍ତୁ ମୋର ସବୁଠାରୁ ବିଶ୍ୱରୁ ସାନ, କିନ୍ତୁ ମୋର କାହା ସହିତ କେବେ ମାନ ଅଭିମାନ ନାହିଁ। ବୁଝିପାରୁଛ? ଜୀବଜନ୍ତୁ ସବୁରି ପାଦ ପଡ଼େଇ ନୀତି ମୋତେ, ନିର୍ବିକାରରେ ତଥାପି ମୁଇଁ ପଡ଼ିଛି ଧରା ପଥେ ହେଲା। ମାନେ ଯେତେ ଜୀବଜନ୍ତୁ ଯାଉଛନ୍ତି ମୋରି ଉପରେ ପାଦରେ ଚାପିକି ଯାଉଛନ୍ତି ହେଲା। ମୁଁ ସବୁଦିନ ପୀଡ଼ିତ ହେଉଛି ନା ନାଇଁ, ମୋତେ କଷ୍ଟ ହେଉଛି, କିନ୍ତୁ ନିର୍ବିକାର ମାନେ ମୋର କିଛି ନିର୍ବିକାରରେ ମୁଁ କ'ଣ କରିଛି, ତଥାପି ସେମିତି ସେ ଧରା ପଥରେ ମୁଁ ପଡ଼ିକି ରହିଛି। କିଏ? ଧୂଳି। ଜଗତେ ମୋର କିଆସେ ଯାଏ ଦୁଃଖେ ଅବା ସୁଖେ, ଏତିକି ଜାଣେ ବିଶ୍ୱ ଜୀବ ମିଶଇ ମୋର ବୁକେ। ତେଣୁ ସେ ଜଗତର ଦୁଃଖ ସୁଖ କିଛି କେହି ଜାଣନ୍ତି ନାହିଁ ହେଲା। କିନ୍ତୁ ଯେତେବେଳେ ବିଶ୍ୱର ଜୀବଟି ମରିଯାଏ ସେ ମୋରି ସାଙ୍ଗରେ ଆସିକି ମିଶିଯାଏ। ମିଶିଯାଏ ନାହିଁ, ମରିଯାଏ କ'ଣ ହୁଏ? ପୋଡ଼ାକି ସେଇ ଧୂଳି ଦେହରେ ମିଶିଯାଏ, ତାହେଲେ ସେଇ ଧୂଳି ଦେହରେ ମିଟିଯାଏ, ସବୁଥିରେ ମିଶିଯାଏ ନାହିଁ। କିନ୍ତୁ ସେ ମନ କ'ଣ ଭାବେ? ମୁଁ ବହୁତ ଗର୍ବ କାମ କରି ଯାଉଛି, ଧୂଳି ଉପରେ ଚଢ଼ିକି ଯାଉଛି, ଇଏ କରୁଛି, ମୋ ସିଏ ଭାବୁଥିବ। ଧୂଳି କେବେ ଚିନ୍ତା କରେ ନାହିଁ ମୁଁ ଛୋଟ ବୋଲି। ବାକ୍ୟହୀନ ନିଃସ୍ୱ ମୁହିଁ, ଭରସାହୀନ ଚିର, ସକଳ ଚାପ ନେବାରେ ସହି ଦକ୍ଷ ମୋର ଏ ଶିର ହେଲା। ମୁଁ କାହାକୁ କିଛି କହେ ନାହିଁ, ମୁଁ ବାକ୍ୟହୀନ, ତାପରେ ନିଃସ୍ୱ ମୁହିଁ ହେଲା, କିନ୍ତୁ ଭରସା ସାଇନ ଚିର, ମୁଁ ସବୁବେଳେ ଭରସା ବି ମୋର କେହି ନାହାନ୍ତି। ସକଳ ଚାପ ସହି ନେବାର କିନ୍ତୁ ମୋର ଶକ୍ତି ଅଛି। ବୁଝିପାରିଲ? ସକଳ ଚାପ ମାନେ ସକଳ ଚାପ, ଯେତେ ପ୍ରକାର ଚାପ ଦେଲେ ମୁଁ ଚଢ଼ିକିରି ମୁଁ ସବୁକୁ ସହି ନେଇଯାଇପାରେ ହେଲା। ସୃଷ୍ଟି ଦିନୁ ଦେଖିଛି ବସି ସକଳ ଅଭିଯାନ, ଆକାଶ ତଳେ ଧୂଳିକଣା ମୁଁ ବିଶ୍ୱ ଅତି ସାନ। ସୃଷ୍ଟି ହେବା ମାନେ ଯେତେବେଳେ ସେ ସୃଷ୍ଟି ମାନେ ଆରମ୍ଭ ହେଇଛି ସେ ହେଲା, ସେ ଦେଖିଛି ସକଳର ଅଭିଯାନ, ଆକାଶ ପଥେ ଧୂଳିକଣା ମୁଁ ବିଶ୍ୱ ଅତି ସାନ।